शिवाय श्री शिवपुराण जुग धर्म विवरणी। उमा देवी कहते आहे महेश्वर कଳି अल्पायु किंपा हेले नकबर सत्य करी कुह मते देव महादेव शिव कहते प्रिया मबाणी शुणब सत्य जुग जान चारि पाद धर्म थिला चर्मरे प्राण जे घर निर्माण रहिला तदंतरे त्रेता जुग होइला प्रवेश चर्मरु छाड़िन प्राण मांसे कला बास पादे जे स्वर्गरे भिक्षा हेला उपस्थित त्रिपाद जे जुग पाई रहिला टी सत्य तापरे द्वापर जुग परमायु बळे मांसरु छाड़ी जे प्राण रहिला हतरे दीपादे मिथ्या दीपादे रही जाई सत्य तापरे जे कଳି जुग हेला मरमती हाड़रू जाई जे प्राण शिरे रहिला तिनि पद मिथ्या पदे सत्य पूजिला कलिरे नाना प्रकार कर्म होइला विष्णु कष्ट होई दारु ब्रह्मे छंती भला पाषाण शंकर भक्ति भितरे रहिले देवी कठोर होई देश छाड़ी गले तीर्थ क्षेत्र मास सुभूत होइरा सबुरी मुखरे मिथ्या बहु जात हेला विप्रे संध्या न करिले वेद पासरिले हम अवश्य देव कर्म मानंकु छाड़िले माछ मांस खाई पुणी कले मद्यपान शूद्र जनी चरित करिबे ब्राह्मण ब्राह्मणी मानंकु शूद्र माने ही करिबे रांडी ब्राह्मणी माने जे गर्भवास हेबे शूद्र जनी रे ब्राह्मण शृंगार करिबे मालातिक तिलक धरिणा वैष्णव हेबे पुणी आपणा गायत्री मंत्र न जपिबे दान घिनी करी रसा तले प्रसविबे केतेक हलिया पुणी ब्राह्मण होइबे पुणी बोझ मुंडे बही हाथरे बिकिबे केतेक विप्र करी शूद्रंकर सेवा वेद मंत्र गायत्री जे किछि न पढ़िबे मिथ्या पर धन पर रमणी हरिबे विष्णु निंदा करी वैष्णव न मानिबे नित्य कर्म न करे नरक को जीवे एनु कଳି जुगे विप्रे हेबे हल बल तेणु दया न बहिबे होइबे चंडाल ଏହା ପରେ ଶୁଣ ଯେ କ୍ଷତ୍ରିୟଙ୍କର ବିଷୟ ଯୁଦ୍ଧ ସ୍ଥାନ ପଳାଇଲେ ମନେ ରଖି ଭୟ ଖଡ୍ଗ ଚମା କହିବେ ଘରେ ବସି ରହି ଟାଣ ଯୁଦ୍ଧ କାଳେ ଥିବେ ବୁଦା ମଧ୍ୟ ରହି ସଂଗ୍ରାମ ଛାଡ଼ି ନ ଦନ୍ତେ କୁଟାକୁ ଧରିବେ ମରଣକୁ ଡରି ଘରୁ ବାହାର ହୋଇବେ ଭୂମି ବର୍ତ୍ତନ ନେଇ ଯେ କରିବେ ନିରୁଣ ଚଷାପଣେ ଚାଷ କରି ନେଉଥିବେ ଦିନ ଆରମ୍ଭେ କାଣ୍ଡ ଧରି ନ ରଖି ନିଶ ଘୋଡା ଯୁଦ୍ଧ ବେଳେ ନ ଆସିବ ତାର ପୁଣି ଝାଡା ଏପରି କରି ଯେ କ୍ଷତ୍ରି ବଂଶ ନାଶ ଯିବେ କ୍ଷେତ୍ର କ୍ଷତ୍ରି ହୋଇ ନ ଯେ କେହି ନ ରହିବେ ପୁଣି ଏହା ପରେ ଶୁଣ ବୈଶ୍ୟ ବଂଶ ବାଣୀ ପଢି ପଢି ଅନ୍ୟ ରାତି କରିବେ ତରୁଣୀ ଶୂଦ୍ର ରାଣ୍ଡି ମାନେ ପୁଣି ହେବେ ଆନମନା ସାନ୍ତାଣୀଙ୍କୁ ହରିବେ ସୁମନା ବିମନା ମହାଘର କଳିରେ ଯେ ହୋଇବ ଅନୀତି ସ୍ତ୍ରୀଙ୍କ ସଙ୍ଗେ ସୁରତି କରିବେ ଯେ ଗତି ସତ୍ୟ ନାରୀ ସର୍ବେ ଯେବେ ଚଳିବେ ହୋଇବେ ସତ୍ୟଙ୍କୁ ଛାଡ଼ି ନ ପୁଣି କାମେ ବଶ ହେବେ ପୁରୁଷ ମାନେ ଯେପରି କରିବେ ପୁରୁଷରେ ଭଉଣୀ ଝିଅ ଖୁଡିଙ୍କୁ କରିବେ ପାପରେ ନାନା ଅନୀତି ମାନ ଯେ ହେବ ଦିନୁ ଦିନ କତ୍ୱ ହେବ କଳିରେ ଯେ ଜାଣି ବର୍ଣ୍ଣମାନ ନୈତିକ କଥା ବେଦ କର୍ମ ମାନଙ୍କୁ ଛାଡ଼ିବେ ବ୍ରାହ୍ମଣ କର୍ମ ମାନ ଶୂଦ୍ର ଯେ କରିବେ ଶୂଦ୍ର କର୍ମ ବ୍ରାହ୍ମଣ ବ୍ରତ କରିବେ ଅକର୍ମକୁ ଆଚରିବେ ଯତି ଦଣ୍ଡଧାରୀ ଗୋ ହତ୍ୟା ଯେ ଲକ୍ଷ ଲକ୍ଷ ହୋଇବ ମହିରେ ଅଳ୍ପ ଦୁଗ୍ଧ ରହିଥିବ ତାଙ୍କ ଉରଜରେ ସ୍ତ୍ରୀ ହତ୍ୟା ବ୍ରହ୍ମ ହତ୍ୟା କଳନା ନ ଯିବ ଗୋରୁ ମାନେ ମହିରେ ହୋଇବେ ବିରଥ ପୋଷିବା ଜନ୍ତୁ ମାରିବେ ନିଜ ସୁଖ ପାଇ ଗୃହସ୍ଥକୁ ବିଷ ଦେବେ ଅବିଶ୍ୱାସୁ ହୋଇ ପର ପୁରୁଷ ସଙ୍ଗରେ କରୁଥିବେ ରତି ଆପଣା ଗୃହସ୍ଥ ଥାନେ ନ ରହିବ ମତି କାମ ମତ ହୋଇ ପର ପୁରୁଷ ଗମିବେ ଆପଣାର କାନ୍ତ ସାଙ୍ଗେ କାଳେ ହିଁ ଛାଡ଼ିବେ ଦେଶ ସମ କୁଳ ଧର୍ମ ବିନାଶ କରିବେ ସପ୍ତ ପୁରୁଷ ପର୍ଯ୍ୟନ୍ତ ନର୍କରେ ପଡ଼ିବେ ଯେଉଁ ସ୍ତ୍ରୀ ସ୍ୱାମୀ ଠାରେ ରଖିଥିବ ମତି ସେଇ ନାରୀ ସିନା ପାଇବ ମୁକ୍ତି ପୁଣି ଯେଉଁ ନାରୀ ପୁଣି ପାପ ଆଚରିବ 7 ଜନ୍ମ ପର୍ଯ୍ୟନ୍ତ ବିଧବା ହୋଇବ ପୁଣି ସ୍ୱୟଂ ବିଷ୍ଣୁ ଦେବ ଅଟନ୍ତି ଯେ ପ୍ରତି ତେଣୁ ତାଙ୍କ ଶ୍ରୀଚରଣେ ହେଲା ଅବକତି ଆପଣାର ସ୍ୱାମୀ ଯେବେ ହୁଏ ଅସୁନ୍ଦର ଯେ ଦୁଃଖୀ ଦିନ କଷ୍ଟ ହୁଏ ବ୍ୟାଧି କର
ତେବେ ହେଁ କାହାକୁ ପୁଣି ନ ମଣିବ ହୀନ, ନିଜେ ପରା ସିଏ ଅଟେ ବିଷ୍ଣୁଙ୍କ ସମାନ। ଯଦି ତାଙ୍କୁ ଛାଡ଼ି ଅନ୍ୟ ପୁରୁଷରେ ରତ, କଳି ଯୁଗେ ବୁଡ଼ାଇବେ ଧର୍ମ କୂଳ ସତ। ଭୃତ୍ୟ ହୋଇ ସମାନ୍ତରେ କାଟିବେ କମୁଣ୍ଡ, କୁହୁକମୟ ଦିଶିବ ସକଳ ବ୍ରହ୍ମାଣ୍ଡ। ସୂର୍ଯ୍ୟ ଦେବତାଙ୍କ ତେଜ ପ୍ରଚଣ୍ଡ ହୋଇବ, ମହାହୋମ ପୃଥ୍ୱୀକୁ ଯେ ଗ୍ରାସ ଯେ କରିବ। ନଦୀ ମାନେ ପ୍ରଳୟ କରାୟ ବଢିବ, ପ୍ରଜାଙ୍କର କୁଷିମାନ ଧୋଇ ହୋଇଯିବ। ରାଜା ମାନଙ୍କର ପୁଣି ହେବ ମାୟା ଶୋଭା, ମିଛ କହି ପର କର ଘର ବହି ନେବା। ଇନ୍ଦ୍ର ହିଁ ହାତେ ପୁଞ୍ଜ ପାଳଇବେ ଦେଶ, ତେଣୁ କରି ଯେ ସୃଷ୍ଟି ଅସତ୍ୟ ଜୀବନାଶ। ପିତା ପୁତ୍ରଙ୍କ କଳି ହୋଇବ ଅନେକ, ପିତାଙ୍କୁ ମାରିବେ ପୁତ୍ର ହେବେ ଅବିବେକ। ଅକୁଳନ ଜନ ପୁଣି କୁଳୀନ ହୋଇବେ, କୁଳୀନ ଜନ ସେମାନେ ଚିହ୍ନି ନ ପାରିବେ। ବ୍ରହ୍ମା ପୂଜରା ରହିବେ ସଂସାର ମଧ୍ୟରେ, ଗ୍ରାମ ଦେବତୀ ରହିବେ ବନସ୍ଥ ମଧ୍ୟରେ। ଶିବ ମୁଖ୍ୟ ପାର୍ଶ୍ୱରେ ହେବ ସବୁ ନଷ୍ଟ, ଗରୁଡ଼ ଆଦି ଶ୍ରୀ ବିଷ୍ଣୁ ହୋଇବେ ଯେ କଷ୍ଟ। ଗଙ୍ଗା ନଦୀରେ ପୁଣି ଯେ ସ୍ରୋତ ନ ରହିବ, ସାଗର କୂଳକୁ ସେହି ଆଶା କରୁଥିବ। ଧରଣୀ ମା ନିର୍ଦ୍ଦୟ ହେବ ଦିନୁ ଦିନ, ଶସ୍ୟ ମାନେ ନ ଫଳିବ ଆହୁ ବୃକ୍ଷ ଗଣ। କର ପୀଡ଼ାରେ ଯେ ପ୍ରଜା ମାନେ ଦୁଃଖ ହେବେ, ଅକର୍ମ ଧର୍ମରୁ ଯେ ଅପାୟୁଷ ହେବେ। ଖଟୁଆ ମିଛୁଆ ପୁଣି ବଢିବେ ଅପାର, ଯବନ ଅହଙ୍କାରୀ ସୃଷ୍ଟି କରି ନାରଖାର। ମିଛ କଥା ଯେ ସଂସାରେ ସତ୍ୟ ସେ କରିବେ, ସତ୍ୟ କହିବା ଜନ ହିଁ ଯାତନା ଭୋଗିବେ। ସ୍ତ୍ରୀ କୂଳ ଲଣ୍ଡା ମାନ ଛାଡ଼ି ସର୍ବକାଳେ, ନିର୍ଲଜ୍ଜୀ ହୋଇବେ ସତ ପୁରୁଷଙ୍କ ମିଳେ। କାମ ବାୟାଣୀ ହୋଇବେ ଶକତ ଯୁବତୀ, ଅନ୍ୟ ଜନରେ ସେ ସବୁ କରୁଥିବେ ରତି। ପୁରୁଷ ମାନେ ହୋଇବେ ନାରୀଙ୍କର ବଶ, ଗୁରୁଙ୍କୁ ନ ମାନିବେ ଯେ ମେଳି ହୋଇ ଶିଷ୍ୟ। ସମସ୍ତ ରାଜାଏ ପୁଣି ନିର୍ଗତ ହୋଇବ, ଜାତିକୁ ଖଟି ସେହି ଦିନ ନାହିଁ ଥିବ। ନିପୁଛ ଜନ ରାଜ୍ୟରେ ହୋଇବେ ଦେବତା, ଧାର୍ମିକ ଜନଙ୍କର ଯେ ନ ରହିବ କଥା। ସାଧୁ ବାଣିଜ୍ୟ କରିବେ ଜାଣ ଅର୍ଥ ଲୋଭେ, ଚିତ ବୁଡାଇବେ ଏକା ଦେଇ ଧନ ଲୋଭେ। ତେଣୁ କରି କଳି ଯୁଗ ହୋଇବ ବିରାଟ, ସରବେ କରିବେ କଳି ଗୁଣକୁ ଗାୟନ। ରାଜା ପରଜାକୁ ଦଣ୍ଡି ଯେ ପୁଣି ସନ୍ନ୍ୟାସୀ, ସବୁ ସ୍ଥାନରେ ଅସତ୍ୟ ପ୍ରକାଶିବ ଆସି। ସମସ୍ତେ ଏକାକାରେ ଯେ ହୋଇବେ କଳିରେ, ବ୍ରାହ୍ମଣ ମାନେ ଭୋକିବେ ସମସ୍ତଙ୍କ ଘରେ। ପାର୍ବତୀଙ୍କ ପୁଣି କହନ୍ତି ଆହେ ସଦା ଶିବ, କଳି କଥା ଶୁଣି ପୁଣି ଲାଗେ ଅସମ୍ଭବ। କେମନ୍ତ ଉତ୍ତମ ଏହା ହୋଇବ ଗୋସାଇଁ, ପୂଜା କରିବେ ଯେ ଦେବୀ ଦେବା ଦେବୀ ପାଇଁ। ଅସତ୍ୟ ଜାଣିନ ସତ୍ୟ କେଉଁଠାରୁ ହବ, ପାର୍ବତୀ କଥା ଶୁଣି କହୁଛନ୍ତି ମହାଦେବ। ବିଷ୍ଣୁ ଦାସ ଘରେ ବିଷ୍ଣୁ ଜନ୍ମ ହୋଇବେ, କଳ୍କି ଅବତାର ହୋଇ ସାଧୁ ଧରିବେ। ବାସୁଦେବ ଅବତାର ହେବେ ଭଗବାନ, ବାସୁଦେବ ପଣ୍ଡା ଘରେ ଜାତ ସଂକର୍ଷଣ। କଳା ଅଶ୍ଵ ଚଢିଣ ଯେ ଚତୁର୍ଭୁଜ ହୋଇ, 14 ହାତ ଖଡଗ ଧରି ଯୁଦ୍ଧ କରିବେ। ହଳ ମୁଷଳକୁ ଧରି ସଂକର୍ଷଣ ଯିବେ, ଡାହାଣ ବର୍ତ୍ତକ କରି ପୃଥିବୀ ବୁଲିବେ। 13 ଦିନ ଦ୍ୱିପହର ହେବ ଅନ୍ଧକାର, ଛେଦିବେ ତ ଦୁଇ ଭାଇ ପୃଥିବୀର ଭାର। ଅସତ୍ୟ ଜନଙ୍କୁ ପୁଣି ଚିହ୍ନି ବିନାଶିବେ, ଦମନ କୂଳ ପୃଥିବୀରେ ଏକ ନ ରହିବେ। ବ୍ରହ୍ମ ପର 13 ବ୍ରହ୍ମ ଦେବତା ପାଳିଣ, ଚିହ୍ନି ରଖିବେ ତାହାକୁ ପ୍ରଭୁ ନାରାୟଣ। କୋଟି କାଠ ମାଳିଆ ପଡିବେ ପାଦରେ, କେହି ତାଙ୍କର ରକ୍ଷକ ନୁହିବେ ସଂସାରେ। ମୁଖ୍ୟ ଆଶ୍ରୟ କଲା ଲୋକ ମାରିରୁ ବଞ୍ଚିବେ, ମୋଟେ ନିନ୍ଦା କରେ ଲୋକ ହାଡରେ ପଡିବେ। ସେହିଠାରୁ ସତ୍ୟ ଜ୍ଞାନ ହେବ ବ୍ରହ୍ମ ଜ୍ଞାନ, ସବୁ ସତ ହେବ କବି କୃତ ଗ୍ରନ୍ଥମାନ। ସତ୍ୟ ଶିବ ସୁନ୍ଦର ଶିବ ପୁରାଣର ଭକ୍ତ, ପୁରାଣ ପଢିଲେ ଜନେ ହୋଇବେ ମୁକ୍ତ। ପୁରୁଷ ଯେ ପ୍ରକୃତିର ଅଟେ ସବୁ ଖେଳ, ଭଲ ମନ୍ଦ ଯେତେ କଥା ସଂସାରର ମେଳ। ତୁମକୁ କହନ୍ତି ପ୍ରଭୁ ଭଲ ଆଜ୍ଞା ଦେଲ, ଭଲ ମନ୍ଦ ସାରା ସବୁ ନିର୍ମାଲିଲ। ନାରୀ ଜାତିର ସ୍ୱଭାବ ଚଞ୍ଚଳ ଗୋସାଇଁ, ନାରୀ ଜନ୍ମରୁ ଯେ ଆଉ ମହାପାପୀ ନାହିଁ। ଅଳପ କଥାକୁ କ୍ରୋଧ ଦୁଃଖ ଦୂର କର, ନ ବୁଝିବା ଧର୍ମଶାସ୍ତ୍ର କାମ ବ୍ୟସ୍ତତାର। ଅନବରତ ରତି ଇଚ୍ଛା କରୁଥାଇ ମନେ, ସୁନ୍ଦର ପୁରୁଷ ଏକ ଦେଖିଲା ନୟନେ। କାମଶାସ୍ତ୍ର କରନ୍ତି ଯେ ହାତେ ପରିହାସେ, ଢଗ ଢମାଳି କଥାରେ ମନ ସଦା ରସେ। ଅନୁକ୍ଷଣେ ଶୃଙ୍ଗାରେ ରହି ପ୍ରାଣ ବତଇ, ପୁଣି କାମେ କାମେ ହୋଇ ଅଜ୍ଞାନରେ ମତ। ରତି ଜ୍ଞାନ ବିନା ଅନ୍ୟ ନ ବୁଝିବ ସତ୍ୟ, ଯେପରି ମୃତ ଭାଣ୍ଡ ଯେ ବସି ରହିଥାଏ, ସେ ଅଗ୍ନି ତେଜ ଲାଗିଲେ ଜଳିଲେ ଯେ ଯାଏ।
ଯେପରି ପୁରୁଷ କର ଲାଗି ଯାଏ ଅଙ୍ଗେ, ରଜକର ମିଳିଗ ହୋଇ ଖସଇ ସୁରଙ୍ଗେ, ଧୈର୍ଯ୍ୟ ଧରି ପ୍ରାଣପଣେ ନ ପାରଇ ରଖି, ପିତା ମାତା ପୁତ୍ର ବନ୍ଧୁ ଲଜ୍ଜାରେ ଉପେକ୍ଷି, ଲଜ୍ଜା ଛାଡ଼ି ନ ନିର୍ଲଜ୍ଜ ରତି ଆଶା କରି, ଆପଣାର ଯାହା ସତ୍ୟ ବେତ ରାଜି ହାରି, ପାପ ପୁଣ୍ୟ ନ ବିଚାରେ ସେ ରତି ଶେଷରେ, ପିଣ୍ଡ ନ ପାଆନ୍ତି ପଡ଼ନ୍ତି ନର୍କରେ, କାମବାୟ ହୋଇ ଏହା ବିଚାର ନ କରି, ନିଜ କୁଳ କ୍ଷୟ କରିଥାନ୍ତି ହୀନ ନାରୀ, କେମନ୍ତ ପରାୟ ବୁଦ୍ଧି ଅଟଇ ମହରି, କେମନ୍ତ ପ୍ରକାର ସ୍ୱଭାବେର ବ୍ୟବସ୍ଥିରୀ, ଅମକ ମାନ ନଇ କହିଦେଲ ଜ୍ଞାନ, ଏବେ ଏ କଥା ପଚାରୁଛି ଭଗବାନ, ପ୍ରକୃତି ପୁରୁଷ ହୋଇ କେଉଁ ସୁଜାତ, ନାରୀଙ୍କ ଅଂଶ ଅଜ୍ଞାନ ପୁଷ୍ପେ ପ୍ରଜ୍ଞାନ୍ତବନ୍ତ, ଏହା ଶୁଣିବାକୁ ମନେ ସରଧାମ ହର, ତୁମ ଦୟାରୁ ପୁରାଣ ଲେଖୁଛି ସତ୍ୱର। ଓମ୍ ନମଃ ଶିବାୟ।